କାଳିଆ ଯୋଜନାରେ ଆପଣଙ୍କର ଜମି ଥାଇ ମଧ୍ୟ ଭୂମିହୀନ ପଡ଼ିଛି କିମ୍ବା ଆପଣ ପିଏମ୍ କିଷାନ ମୂଳରୁ ପଇସା ପାଉନାହାନ୍ତି, ତାହେଲେ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଷ୍ଟାର୍ଟ କରିବା। କୌଣସି ଏକ ଆମ ବ୍ରାଉଜରକୁ ଯିବା, ସେଥିରେ ଲେଖିବା ପିଏମ୍ କିଷାନ ସମ୍ମାନ ନିଧି ଯୋଜନା। ଲେଖିଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ପେଜ୍ ଦେଖାଇଲା ପରେ ଆପଣମାନେ ନ୍ୟୁ ଫାର୍ମା ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରିବେ। ତା ପୂର୍ବରୁ ଆପଣ ଆଧାର ସହିତ ମୋବାଇଲ୍ ନମ୍ବର ଲିଙ୍କ୍ କରିଦେଇଥିବେ ଆଗରୁ, ନହେଲେ ଆପଣ ଆପ୍ଲାଏ କରିପାରିବେନି। ଏଠି ଆଧାର ନମ୍ବରଟିକୁ ଆପଣ ଦେଇଦେବେ। ଖାସ୍ କରିକି ଭୂମିହୀନରେ ଯେଉଁ କାଳିଆ ଯୋଜନାରେ ଆପଣ ଭୂମିହୀନର ପଡ଼ିଥିଲେ ସେଇମାନେ ବି ଆପ୍ଲାଏ କରନ୍ତୁ, କାହିଁକିନା ବର୍ତ୍ତମାନ ବିଜେପି ସରକାର ଅଛି, ଆପଣଙ୍କର ଏପ୍ରୁଭ୍ ହେଇଯିବ। ଏଠି ମୋବାଇଲ୍ ନମ୍ବର ଦେଇଦେବେ ଆପଣ। ମୋବାଇଲ୍ ନମ୍ବର ଦେଇଦେଲା ପରେ ଆପଣ ଏଠି ଓଡ଼ିଶା ଚୁଜ୍ କରି ନେଇଯିବେ। ଚୁଜ୍ କଲା ପରେ ଏଠି ଆପଣଙ୍କର ଏଠି କ୍ୟାପ୍ଚା ଦେଇଦେବେ। କ୍ୟାପ୍ଚା ଦେଲା ପରେ ସେଣ୍ଡ OTP ଉପରେ କ୍ଲିକ୍ କରିବେ। ଆପଣଙ୍କ ଯେଉଁ ନମ୍ବରକୁ ଗୋଟେ OTP ଯିବ, OTP ଆସିବା ପୂର୍ବରୁ ଆପଣ ଏଠି କ୍ୟାପ୍ଚାଟିକୁ ଫିଲ୍ଅପ୍ କରିଦେବେ। ଏମିତି ବି ବହୁତ ଚାଷୀ ଲୋକ ଅଛନ୍ତି ଯେଉଁମାନଙ୍କର ଜମି ଥାଇ ମଧ୍ୟ ଭୂମିହୀନରେ ପଡ଼ିଛି, ସେମାନେ ପିଏମ୍ କିଷାନର ବେନିଫିଟ୍ ପାଉନାହାନ୍ତି। ସେମାନେ ନିହାତି କରନ୍ତୁ ଆପ୍ଲାଏ। ଆଉ ଯେଉଁମାନେ ନୂଆ ସେମାନଙ୍କର କୌଣସି ତ୍ରୁଟି ଦୋଷରୁ ପିଏମ୍ କିଷାନ ପଇସା ପାଉନାହାନ୍ତି, ସେମାନେ ବି ଆପ୍ଲାଏ କରନ୍ତୁ। ଏହିପରି ଭାବରେ ଆପଣ ଆପ୍ଲାଏ କରନ୍ତୁ। ଏଠି ଆମେ କ୍ୟାପ୍ଚା ଦେଇଦେବା ପୁଣି ଥରେ। ଦେଲା ପରେ ଏଠି ଆଧାର ନମ୍ବରକୁ ଗୋଟେ ଯେଉଁ ଆପଣ OTP ଯାଇଥିବ, ଯେଉଁ ଆଧାର ନମ୍ବର ସାଥିରେ ଆପଣଙ୍କର ମୋବାଇଲ୍ ନମ୍ବର ଲିଙ୍କ୍ ଥିବ, ସେ ଗୋଟେ OTP ଯିବ। OTPଟି ଏଠି ଦେଇଦେବେ। ତାପରେ ଏଠି କ୍ୟାପ୍ଚାଟିକୁ ଦେଇଦେବେ। ଦେଲା ପରେ ଭେରିଫାଇ ଆଧାର OTP ଉପରେ କ୍ଲିକ୍ କରିବେ ଆପଣ। ଦେଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ପେଜ୍ ଦେଖାଇଲା ପରେ ଆପଣ ଏଠି ଜିଲ୍ଲା ଚୁଜ୍ କରି ନେଇଯିବେ। ତାପରେ ଆପଣଙ୍କର ଡିଷ୍ଟ୍ରିକ୍ଟ, ସବ୍ ଡିଷ୍ଟ୍ରିକ୍ଟ ଚୁଜ୍ କରି ନେଇଯିବେ। ଆପଣଙ୍କର ଯେଉଁଠି ସବ୍ ଡିଷ୍ଟ୍ରିକ୍ଟ ଥିବ ତା ଚୁଜ୍ କରି ନେଇଯିବେ। ତାପରେ ଆପଣଙ୍କର ବ୍ଲକ୍ ଚୁଜ୍ କରି ନେଇଯିବେ। ତାପରେ ଏଠି ଭିଲେଜ୍ ଚୁଜ୍ କରି ନେଇଯିବେ। ମୁଁ ଯାହାର ଆପ୍ଲାଏ କରୁଛି ତାର ଚୁଜ୍ କରି ନେଉଛି। ତାପରେ ଏଠି କ୍ୟାଟେଗୋରୀରେ ଆପଣ ST ST ଯାହା ବି ଦେଇପାରିବେ, ଆପଣଙ୍କ ଯେଉଁ ଜାତି ଥିବ ତାହା ଦେଇପାରିବେ। ଏଠି ଫାର୍ମାର ଆପଣ ସ୍ମଲ୍ ଫାର୍ମାର କରିଦେବେ। ଯଦି 2 ହେକ୍ଟରରୁ ଆପଣଙ୍କର କମ୍ ଜମି ଅଛି, ତାହେଲେ ସ୍ମଲ୍ ଫାର୍ମାର କରିବେ। 2 ହେକ୍ଟର ଉପରେ ଅଛି ଯଦି ବିଗ୍ କରିବେ। ତାପରେ ଏଇଠି ଆପଣଙ୍କର ବାପା ନାଁ ଦେଇଦେବେ। ତାପରେ ଏଇଠି ଆପଣଙ୍କର ଯଦି ଫାର୍ମାର ଆଇଡ଼ି ଅଛି, ଫାର୍ମାର ଆଇଡ଼ି ଆପଣ ଜାଣିପାରୁନାହାନ୍ତି, ଫାର୍ମାର ଆଇଡ଼ି ଗୋଟେ କୃଷକ ଆଇଡ଼ି ଯାହା ଏଗ୍ରିକଲଚର ଅଫିସରୁ ମିଳିଥାଏ। ସେ ଯଦି ବନେଇଛନ୍ତି ଏଠି ଆଇଡ଼ିଟିକୁ ଏଠି ଦେଇଦେବେ। ମୁଁ ଗୋଟେ ଏଠି ତାଙ୍କର ଫାର୍ମାର ଆଇଡ଼ିଟିକୁ ଏଠି ଦେଇଦେଉଛି। ଏହିପରି ଭାବରେ ଆପଣଙ୍କର ଫାର୍ମାର ଆଇଡ଼ିଟି ହେଇଥାଏ। ଆପଣଙ୍କର ଜିଲ୍ଲା ନା ମାସ ଏବଂ କିଛି ନମ୍ବର ପଡ଼ିଥାଏ। ତାପରେ ଏଠି ରେସନ୍ କାର୍ଡ଼ ନମ୍ବରଟିକୁ ଦେଇଦେବେ ଆପଣ। ଏଇଟା ଖାସ୍ କରିକି ତ ଆପଣଙ୍କୁ ପୁରା ଦେଖାଇ ହେବନି, କାହିଁକିନା ଏଠି ୟୁଟ୍ୟୁବ୍ର ପଲିସି ଅଛି। ଆପଣଙ୍କୁ ଏଠି କିଛି ବ୍ଲର୍ କରିବାକୁ ପଡ଼ିବ ମୋତେ। ରେସନ୍ କାର୍ଡ଼ ନମ୍ବରଟି ଦେଲା ପରେ ତାପରେ ଏଠି ଆପଣଙ୍କର ଯେଉଁ ମାନଧନ ଯୋଜନା ଯଦି ଅଛି ଆପଣଙ୍କର ୟେସ୍ କରନ୍ତୁ, ନହେଲେ ନାହିଁ ନ କରନ୍ତୁ। ତାପରେ ଏଠି ଆପଣ ଜମିକି ଆପଣ ଚୁଜ୍ କରିବେ। ଆପଣଙ୍କର ଜମି କେଉଁ ପ୍ରକାର ଟାଇପ୍ର, ଯଦି ଆପଣଙ୍କର ସିଙ୍ଗଲ୍ ଥିବ, ଆପଣଙ୍କ ନାଁରେ ଥିବ କିମ୍ବା ଆପଣଙ୍କ ବାପା ନାଁରେ ଥିବ, ଏକଲା ଆପଣ ଅନ୍ତର୍ଭୁକ୍ତ, ସେଥିପାଇଁ ସିଙ୍ଗଲ୍ ଜଏଣ୍ଟ ଚୁଜ୍ କରିବେ।
ନହେଲେ ନାହିଁ ଆପଣଙ୍କର ଯଦି ଜଏଣ୍ଟ ଅଛନ୍ତି ଭାଇ ସମସ୍ତେ ମିଶିକି ଅଛନ୍ତି ଗୋଟେ ଜମିର, ତାହେଲେ ଆପଣ ଜଏଣ୍ଟ ଚୁଜ୍ କରି ନେଇଯିବେ। ଆପଣ ଏଇଠି ବୁଲେକ ଚୁଜ୍ କରିକି ଆପଣ ଟିକଟଟିକୁ ଆପଣ କାଢ଼ି ନେବେ। କାଢ଼ି ନେଲା ପରେ ଆପଣଙ୍କର ଏଠି ଖତିଆନ ନମ୍ବର ପକାଇଦେବେ। ତାପରେ ଏଠି ଆପଣଙ୍କର ଜମିର କେତେ ହେକ୍ଟର ଏଠି ଆଣିକି ପକାଇଦେବେ, ଏରିଆ ପକାଇଦେବେ। ତାପରେ ଏଠି ଲ୍ୟାଣ୍ଡ ଟ୍ରାନ୍ସଫର ଡିଟେଲ୍ସ ଆପଣ ତା ଦେଇଦେବେ। ତାପରେ ଏଠି ଆପଣଙ୍କର ଜମିଟା କେଉଁ ପ୍ରକାର, ଯଦି ଆପଣଙ୍କର ଡେଥ୍ ହେଲା ପରେ ଆପଣଙ୍କୁ ମିଳିଛି ତାର, ନହେଲେ ନାହିଁ ଯଦି ଆପଣଙ୍କୁ କୌଣସି ଗିଫ୍ଟ ହିସାବରେ ମିଳିଛି ନା ପରଚେସ୍ ଲ୍ୟାଣ୍ଡ ଯାହା ଅଛି ଆପଣ ଦେବେ। ତାପରେ ଏଠି ଏଠି ଆପଣ ଦେଖନ୍ତୁ, ଏଇଠି ଆପଣଙ୍କର ଯେଉଁ ଜମିର ଖଜଣାଟିକୁ ଏଇଠି ପକାଇବେ, ଅଲଗା କିଛି ପକାଇବେନି। ଆପଣ ଯେତେ ଡେଟ୍ରେ ଖଜଣା ତାରିଖ ଦେଇକି ତାହା ପକାଇବେ। ପକାଇଲା ପରେ ଏଠି ଆଡ଼୍ କରି ନେଇଯିବେ। ଆଡ଼୍ କଲା ପରେ ଆପଣଙ୍କର ଆଡ଼୍ ହେଇଯିବ। ତାପରେ ଜମି ଟିକଟଟିକୁ ଲୋଡ଼୍ କରିଦେବେ, ଆପଣଙ୍କର ହେଇଯିବ। ଯଦି ଭିଡ଼ିଓଟି ଭଲ ଲାଗିଛି ଲାଇକ୍ ସବସ୍କ୍ରାଇବ୍ ନିହାତି କରନ୍ତୁ। ଜୟ ଜଗନ୍ନାଥ, ଜୟ ଓଡ଼ିଶା।